ସୋ ବନ୍ଧୁଗଣ, ଆମେ ଯେଉଁ ଭାବୁ ଯେ ଆମ ଭିତରେ ଗୋଟେ ରୋଗ ଅଛି ବା ଗୋଟେ ଡିଜିଜ୍ ଅଛି। ଡିଜିଜ୍ ଅଛି ଯେଉଁମାନେ ଟିକେ ପ୍ଲିଜ୍ ମ୍ୟୁଟ୍ କରନ୍ତୁ। ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଡିସ୍କସନ୍ ହେଉଛି। ଯଦି କିଛି ମୁଁ ନିଜେ ନହେଲେ ମ୍ୟୁଟ୍ କରିଦେଉଛି। ଆମେ ଯେତେବେଳେ କିଛି ଗୋଟେ ସଫର ହେଉଛୁ, ଇଟ୍ ଇଜ୍ ନଟ୍ ଜଷ୍ଟ ଏ ଡିଜିଜ୍। ଗୋଟେ ଏଇଟା ଗୋଟେ ରୋଗ ହିଁ ନୁହଁ, ଯେ ଖାଲି ଗୋଟିଏ ରୋଗ ନୁହଁ। ଇଟ୍ ଇଜ୍ ଜଷ୍ଟ ଏ imbalance of our physical elements. It is just a imbalance of our mental elements. It is just a imbalance of our emotional elements. ଏବଂ ସେଇଟା ଆମର that is connected with spirituality. ତ ଆପଣମାନେ ଜାଣିଛନ୍ତି ଯେଉଁ ଆମର ଯେଉଁ ଛଅଟା ଚକ୍ର ଅଛି, ଆପଣ ଜାଣିଛନ୍ତି ଯେ ଆମର ଛଅଟା ଚକ୍ର ଅଛି। ମୁଁ ତାକୁ ଆଉ ଥରେ ଖାଲି ସେ ପିପିଟିଟା ଦେଖେଇ ଦେଉଛି ଯେ ଆମର ମେଡିଟେସନ୍ ସ୍ଲାଇଡ଼୍ରେ ମୁଁ ଖାଲି ଆପଣଙ୍କୁ ଦେଖେଇଦେବି। ତ ଆମେ ସେଇଠୁ ବୁଝିବା ଯେ ରୋଗ କେଉଁଠୁ ଷ୍ଟାର୍ଟ ହେଉଛି। ବର୍ତ୍ତମାନ ମୁଁ ସ୍କ୍ରିନ୍ ସେୟାର କରୁଛି। ତ ସ୍କ୍ରିନ୍ ସମସ୍ତଙ୍କୁ ଭିଜିବୁଲ୍ ଆସୁଥିବ। ସ୍କ୍ରିନ୍ ଆମର ସେୟାର ଅଛି। ସୋ ଏଇଠି ଆମେ ଦେଖିବା ଯେଉଁ ମୂଳାଧାର ଚକ୍ର। ଏଇ ଯେଉଁ ମୂଳାଧାର ଚକ୍ରର ଅଛି, ଆପଣ ଦେଖୁଥିବେ ବେସ୍ ଅଫ୍ ସ୍ପାଇନ୍ ମୂଳାଧାର ଚକ୍ର। ଆକ୍ଚୁଆଲି ୟାର ଏଲିମେଣ୍ଟ ହେଉଛି ଆର୍ଥ ଏଲିମେଣ୍ଟ। ଏବଂ ସ୍ୱାଧିଷ୍ଠାନ ଚକ୍ର ତାର ଏଲିମେଣ୍ଟ ହେଉଛି ୱାଟର। ଦେନ୍ ମଣିପୁର ଚକ୍ର ତାର ଏଲିମେଣ୍ଟ ହେଉଛି ଫାୟାର। ବେସିକାଲି ଏଇ ତିନିଟା ହେଉଛି ଲୋଅର ଲେବୁଲ ଚକ୍ର। ଆମର ଯେତେ ମେଟେରିଆଲିଷ୍ଟିକ୍ ଡିଜାୟାର, ମେଟେରିଆଲିଷ୍ଟିକ୍ ପ୍ରୋବ୍ଲେମ୍, ଡିଜିଜ୍, ଏସବୁ ଏଇ ତିନିଟା ଚକ୍ର ସହିତ ରିଲେଟେଡ୍। ଏବଂ ଉପର ଚକ୍ର ଗୁଡ଼ାକ ଯେତେବେଳେ ଆପଣ ଏଇ ଚକ୍ର ଗୁଡ଼ାକୁ ଯେତେ ଆପଣ କ୍ଲିନ୍ସ କରୁଛନ୍ତି, ଯେତେ ହିଲ୍ କରୁଛନ୍ତି, ତାହେଲେ ଧୀରେ ଧୀରେ ଯେତେବେଳେ ଏଇଗୁଡ଼ିକ କ୍ଲିନ୍ସ ହେଇଯିବ, ହିଲ୍ ହେଇଯିବ, ତାହେଲେ ଏଇ ଉପର ତିନିଟା ଚକ୍ର ଆପଣଙ୍କର ଆକ୍ଟିଭେଟ୍ ହେବ। ଏଣ୍ଡ ଦିସ୍ ଅନାହତ, ବିଶୁଦ୍ଧି ଆଣ୍ଡ ଆଜ୍ଞା, ଦେ ଆର୍ ସ୍ପିରିଚୁଆଲ ଚକ୍ରସ୍। ଅନାହତ, ବିଶୁଦ୍ଧି ଆଣ୍ଡ ଆଜ୍ଞା। ତ ଆପଣ ଫିଜିକାଲ ଲେବୁଲରେ ଯଦି ଆପଣ ସଫରିଂ ହେଉଛନ୍ତି, କିଛି ଫିଜିକାଲ ଲେବୁଲରେ ଯଦି ଆପଣ ସଫର ହେଉଛନ୍ତି, ଦେନ୍ ୟୁ ହ୍ୟାଭ୍ ଟୁ ହିଲ୍ ମୋର୍ ଟୁ ୟୋର୍ ମୂଳାଧାର ଚକ୍ର। ଏବଂ ମୂଳାଧାର ଚକ୍ର ଯଦି ବେସିକାଲି ଯଦି ଆମେ ବୁଝିବା, ମୂଳାଧାର ଚକ୍ର ଯଦି ବେସିକାଲି ଆପଣଙ୍କର ଡିଜଅର୍ଡର ଅଛି, ମୂଳାଧାର ଚକ୍ରରେ ଆପଣଙ୍କର ଯଦି ବ୍ଲକେଜ୍ ରହୁଛି, ବହୁତ ଗୁଡ଼ାଏ ବ୍ଲାକ୍ ଏନର୍ଜି ରହୁଛି, ତାହେଲେ କ'ଣ ପ୍ରୋବ୍ଲେମ୍ ହେବ ନା, ଫାଷ୍ଟ ଇସ୍ୟୁ ରହିବ ଆପଣଙ୍କର ଡାଇଜେସନ୍ ଇସ୍ୟୁ, କନଷ୍ଟିପେସନ୍ ଇସ୍ୟୁ ରହିବ। ଏବଂ ଡାଇଜେସନ୍ ଆଉ କନଷ୍ଟିପେସନ୍ ଇସ୍ୟୁରେ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ରହିବ, ଏସିଡ଼ିଟି ରହିବ, ପେଟରେ ଅଲସର ରହିବ, କୋଲନ୍ ପ୍ରୋବ୍ଲେମ୍ ରହିବ, କ୍ରନ୍ସ ଡିଜିଜ୍ ରହିବ, କୋଲାଇଟିସ୍ ରହିବ। ଏବଂ ତାପରେ ଆପଣଙ୍କର ଜିଆଇ ଟ୍ରାକ୍ଟ ରିଲେଟେଡ୍ ଯେଉଁ ଡିଜିଜ୍ ଗୁଡ଼ା, ଯେଉଁଟା ଯେମିତି ଡାଇବେଟିସ୍ ଆପଣଙ୍କର ଆସିଲା, ଜିଆଇ ଟ୍ରାକ୍ଟର ପ୍ରୋବ୍ଲେମ୍, ବା ଆପଣଙ୍କର ଯେଉଁ ଲିଭର ପ୍ରୋବ୍ଲେମ୍, ଲିଭରଟା ମଧ୍ୟ ଆମର ଖାଦ୍ୟ ନଳୀ ସହିତ ସମ୍ପୃକ୍ତ ଅଛି। ଗଲ୍ ବ୍ଲାଡର ଆମ ଖାଦ୍ୟ ନଳୀ ସହିତ ସମ୍ପୃକ୍ତ ଅଛି। ତେଣୁ ଏସବୁ ପ୍ରୋବ୍ଲେମର ମୂଳ କାରଣ ରହୁଛି ଆପଣଙ୍କର ମୂଳାଧାର ଚକ୍ର। ମୂଳାଧାର ଚକ୍ର ପରେ ଆସିଲା ଆପଣଙ୍କର ସ୍ୱାଧିଷ୍ଠାନ ଚକ୍ର। ସ୍ୱାଧିଷ୍ଠାନ ଚକ୍ରର ଏଲିମେଣ୍ଟ ହେଲା, ମୁଁ ଆପଣଙ୍କୁ କହିଲି ଯେ ୱାଟର ଏଲିମେଣ୍ଟ। ତ ବେସିକାଲି ଆପଣଙ୍କର ୟୁରିନ୍ ପ୍ରୋବ୍ଲେମ୍, ପ୍ରୋଷ୍ଟେଟ୍ ପ୍ରୋବ୍ଲେମ୍, କିଡନୀ ପ୍ରୋବ୍ଲେମ୍ ଆଣ୍ଡ ସେକ୍ସୁଆଲ ପ୍ରୋବ୍ଲେମ୍, ବିକଜ ଇଟ୍ ଇଜ୍ ରିଲେଟେଡ୍ ଟୁ ୟର୍ ସେକ୍ସୁଆଲ ଗ୍ଲାଣ୍ଡସ୍, ଏସବୁ ହେଉଛି ସ୍ୱାଧିଷ୍ଠାନ ଚକ୍ର ସହିତ ରିଲେଟେଡ୍। ତେଣୁ ସ୍ୱାଧିଷ୍ଠାନ ଚକ୍ର ଯଦି ଆପଣଙ୍କର ବ୍ଲକେଜ୍ ଅଛି, ବହୁତ ଗୁଡ଼ା ନେଗେଟିଭ୍ ଏନର୍ଜି ଅଛି, ତାହେଲେ ଆପଣ ଏଇସବୁ ରୋଗରେ ସଫରିଂ ହେବେ। ଏବଂ ତାପରେ ଆସିଲା ଆପଣଙ୍କର ମଣିପୁର ଚକ୍ର। ମଣିପୁର ଚକ୍ରର ବେସିକ୍ ଏଲିମେଣ୍ଟ ରହିଲା ଆପଣଙ୍କର ଫାୟାର। ତେଣୁ ଯଦି ମଣିପୁର ଚକ୍ର ଆପଣଙ୍କର ଡିଜଅର୍ଡର ଅଛି, ସେଇଟା ମଧ୍ୟ ସେମ୍ ଆପଣଙ୍କର ଲୋ ଲେବୁଲ ଅଫ୍ ଏନର୍ଜି ଆପଣଙ୍କର କମିଯିବ, ହେଲା କି ଏନର୍ଜି କମିଯିବ। ଆପଣଙ୍କର ସେମିତି ହଜମରେ ପ୍ରୋବ୍ଲେମ୍ ହେବ, ଇନଡାଇଜେସନ୍ ରହିବ, ବିଶେଷ କରି ଷ୍ଟୋମାକ୍ ଏରିଆର ଯେଉଁ ଡାଇଜେସନ୍ ହେବା କଥା ସେଇଟା ଡିଫେକ୍ଟିଭ୍ ରହିବ।
ଏବଂ ଆପଣଙ୍କର ଏନର୍ଜି ଲେଭେଲ୍ କମିଯିବ, ମୁଡ୍ କମିଯିବ, କୌଣସି ଲେଥାର୍ଜି ଆସିବ, ଟାୟାର୍ଡ଼ନେସ୍ ଆସିବ, ଏସବୁ ହେଲା ମଣିପୁର ଚକ୍ର ଯଦି ଆପଣଙ୍କର ବ୍ଲକେଜ୍। କୌଣସି କାମ କରିବା ପାଇଁ ଇଚ୍ଛା ଆସିବନି, କୌଣସି ସଂକଳ୍ପ କରିକି କିଛି ଗୋଟେ ଫୁଲଫିଲ୍ କରିବା ପାଇଁ ଇଚ୍ଛା ଆସିବ ନାହିଁ, ଫ୍ରଷ୍ଟ୍ରେସନ୍ ରହିବ, ଆଙ୍ଗଜାଇଟି ରହିବ, ଏବଂ ଏସବୁ ରହିଲା ଆପଣଙ୍କର ଫାୟାର ଏଲିମେଣ୍ଟର ଇସ୍ୟୁ। ବେସିକାଲି ଆମେ ଯେଉଁ ସଫର କରୁ ଏ ତିନିଟା ଏଲିମେଣ୍ଟ ବା ତିନିଟା ଇଏର ପ୍ରୋବ୍ଲେମ୍। ଏବଂ ତାପରେ ଅନାହତ ଆସିଲା ଆପଣଙ୍କର ଏୟାର ଏଲିମେଣ୍ଟ। ଏୟାର ଏଲିମେଣ୍ଟ ଯଦି ଆପଣର ଡିଫେକ୍ଟିଭ ରହିଲା, it is another is also emotion, so mind related diseases and air related diseases like ଆପଣଙ୍କର ଆଜମା, ସିଓପିଡି, ଯେଉଁ ବ୍ରଙ୍କିଆଲ ଡିଜିଜେସ୍, ବ୍ରଙ୍କାଇଟିସ୍, ଏସବୁ ଜିନିଷ ଆପଣଙ୍କ ଅନାହତ ସହିତ ରିଲେଟେଡ୍। ସୋ ବେସିକାଲି ଏଇ ଯେଉଁ ଲୋୟର ଥ୍ରୀଟାକୁ ଆମେ ବେଶୀ ଫୋକସ୍ କରିବୁ, ୟାକୁ କ୍ଲିନସିଂ କରିବା ପାଇଁ ଚେଷ୍ଟା କରିବୁ। ଏବଂ ନର୍ମାଲି ଆମେ କ'ଣ ଭାବୁ ଯେ ମେଡ଼ିସିନ ଖାଇଲେ, ନର୍ମାଲି ଆମେ ଭାବୁ ଯେ ମେଡ଼ିସିନ ଖାଇଲେ ଆମର ରୋଗ ଭଲ ହେଇଯିବ। କିନ୍ତୁ ଆପଣମାନେ ଯଦି ଭଲସେ ଦେଖିବେ ଯେ ଯେତେବେଳେ ଆମେ ଗୋଟେ ଟ୍ୟାବଲେଟ୍ ଖାଉଛୁ, ଟ୍ୟାବଲେଟ୍ ଯେଉଁଟା ଆମେ ନେଲୁ, ସେ ଟ୍ୟାବଲେଟ୍ଟା ଆକ୍ଚୁଆଲି କ'ଣ ନା ଟ୍ୟାବଲେଟ୍ ଇଜ୍ ଏ ସଲିଡ୍ ଏଲିମେଣ୍ଟ। ତ ସଲିଡ୍ ଥିଙ୍ଗସଟା ଆପଣଙ୍କର କେଉଁ ପାର୍ଟଟାକୁ ହିଲ୍ କରୁଛି ନା ସଲିଡ୍ ଏଲିମେଣ୍ଟ ବା ଆର୍ଥ ଏଲିମେଣ୍ଟକୁ ହିଲ୍ କରୁଛି। ତା ମାନେ ଏନି ଡିଜିଜ୍ ୟୁ ଆର୍ ଟେକିଂ ଟ୍ୟାବଲେଟ୍, ଦ୍ୟାଟ୍ ମିନ୍ସ ଦ ଡିଜିଜ୍ ଇଜ୍ ମେନଲି ଦ ପ୍ରୋବ୍ଲେମ୍ ଇନ୍ ମୂଳାଧାର ଚକ୍ର। ଦେନ୍ ଯଦି ଡିଜିଜ୍ଟା ଟିକେ ସିଭିୟର୍ ହେଇଗଲା, ଟିକେ ସିଭିୟର୍ ହେଇଗଲା, ତାହେଲେ ୟୁ ହେଭ୍ ଟୁ ଟେକ୍ ଇଞ୍ଜେକ୍ସନ୍ସ, ୟୁ ହେଭ୍ ଟୁ ଟେକ୍ ସାଲାଇନ୍, ଦ୍ୟାଟ୍ ଇଜ୍ ଲିକ୍ୱିଡ୍ ଡ୍ରଗ୍ସ ୟୁ ହେଭ୍ ଟୁ ଟେକ୍। ହେଲା କି? ତ ଦ୍ୟାଟ୍ ଇଜ୍ ଅଲସୋ ଦ୍ୟାଟ୍ କମ୍ସ ଟୁ ଦ ଡାଇଲିସିସ୍ ହେଲା, ଆପଣଙ୍କର କିଡ଼ନୀ ପ୍ରୋବ୍ଲେମ୍ ହେଲା, ୟୁ ହେଭ୍ ଟୁ ଟେକ୍ ଡାଇଲିସିସ୍। ୱାଟର ଏଲିମେଣ୍ଟ ଆପଣଙ୍କୁ ନେବା ପାଇଁ ପଡ଼ିଲା, କାହିଁକିନା ଆପଣଙ୍କ ୱାଟର ଏଲିମେଣ୍ଟ ଇମ୍ବାଲାନ୍ସ ହେଇଛି। ସୋ ବେସିକାଲି ମୁଁ ବି ସେତେ ମଧ୍ୟ କ୍ଲାସ୍ରେ ଆପଣଙ୍କୁ ବାରମ୍ବାର ପଢ଼େଇଛି ଏଟାକୁ, ଯେ ଆମର ଯେତେ ଚକ୍ର ଗୁଡ଼ିକ ଅଛନ୍ତି, ଚକ୍ର ଗୁଡ଼ିକ ୱାନ୍ ଇଜ୍ ସୁପିରିୟର ଦେନ୍ ଅଦର, ଯେମିତି ଏଲିମେଣ୍ଟ ଉପରେ। ଏବଂ ଏ ଚକ୍ର ଗୁଡ଼ା ସବୁଗୁଡ଼ା ଗୋଟେ ଗୋଟେ ଏଣ୍ଡୋକ୍ରିନ୍ ଗ୍ଲାଣ୍ଡକୁ ମଧ୍ୟ କଣ୍ଟ୍ରୋଲ କରୁଛନ୍ତି। ଯେମିତି ମୂଳାଧାର ଚକ୍ର ଆମର ଏଇପଟେ ରହିଲା ଜେନିଟାଲ ଗ୍ଲାଣ୍ଡ ଗୁଡ଼ାକୁ କଣ୍ଟ୍ରୋଲ କରୁଛନ୍ତି, ଯେମିତି ଟେଷ୍ଟୋଷ୍ଟେରୋନ୍, ଇଷ୍ଟ୍ରୋଜେନ୍। ସ୍ୱାଧିଷ୍ଠାନ ଚକ୍ର ଆମର ଆଡ୍ରେନାଲ ଗ୍ଲାଣ୍ଡକୁ କଣ୍ଟ୍ରୋଲ କରୁଛି, କିଡ଼ନୀ ପାଖରେ ଯେଉଁଟା ଅଛି ଷ୍ଟିରଏଡ୍ ସେକ୍ରେସନ୍ କରୁଛି ଯେ। ମଣିପୁର ଚକ୍ର ଆମର ଷ୍ଟୋମାକ୍ ପାଖରେ ଯେଉଁ ଡାଇଜେଷ୍ଟିଭ୍ ଗ୍ଲାଣ୍ଡସ୍ ରହୁଛି ତାକୁ କଣ୍ଟ୍ରୋଲ କରୁଛି, ଲିଭରକୁ କଣ୍ଟ୍ରୋଲ କରୁଛି, ପ୍ୟାଙ୍କ୍ରିଏଜ୍କୁ କଣ୍ଟ୍ରୋଲ କରୁଛି। ଅନାହତ ଚକ୍ର ଆମର ଥାଇମସ୍ ବୋଲି ଗୋଟେ ଗ୍ଲାଣ୍ଡ ଅଛି, ତାକୁ କଣ୍ଟ୍ରୋଲ କରୁଛି। ଏବଂ ବିଶୁଦ୍ଧି ଚକ୍ର ଆମର ଥାଇରଏଡ୍ ଏଲିମେଣ୍ଟ ବା ଥାଇରଏଡ୍ ଗ୍ଲାଣ୍ଡକୁ କଣ୍ଟ୍ରୋଲ କରୁଛି। ଏବଂ ଆଜ୍ଞା ଚକ୍ର ଯେଉଁଟା ସେଇଟା ଆମର ପିଟ୍ୟୁଟରୀ ଗ୍ଲାଣ୍ଡକୁ କଣ୍ଟ୍ରୋଲ କରୁଛି। ତ ସେଥିପାଇଁ ଯୋଗ ଆଉ ମେଡ଼ିଟେସନ୍ ଇଜ୍ ଦ ଓନ୍ଲି ଟ୍ରିଟମେଣ୍ଟ। ଯୋଗ ଆଉ ମେଡ଼ିଟେସନ୍ର ସବଷ୍ଟିଚ୍ୟୁଟ୍ କିଛି ବି ନାହିଁ। ଆପଣ ଯେବେ ବି ଯେତେ ବି ଇଏ କଲେ, ବର୍ତ୍ତମାନ ମୁଁ ଷ୍ଟପ୍ ସେୟାର କରୁଛି, ଏଇଟା ଆପଣ ଜଷ୍ଟ ଟିକେ ଆଇଡ଼ିଆ ଆସିଗଲା। ତେଣୁ ଯୋଗ ଓ ମେଡ଼ିଟେସନ୍ର ସବଷ୍ଟିଚ୍ୟୁଟ୍ କିଛି ନାହିଁ। ଏବଂ ଫାୟାର ଏଲିମେଣ୍ଟ ଯେଉଁ ଯେତେବେଳେ ବେଶୀ ମେଜର ପ୍ରୋବ୍ଲେମ୍ ହେଇଯାଏ, ଯେତେବେଳେ ଫାୟାର ଏଲିମେଣ୍ଟର ଟ୍ରିଟମେଣ୍ଟ ମଧ୍ୟ ଦିଆଯାଏ। ଫାୟାର ଏଲିମେଣ୍ଟର ଟ୍ରିଟମେଣ୍ଟଟା ହେଉଛି ଯେମିତି ଆପଣଙ୍କୁ ସକ୍ ଦିଆଯାଏ, ସେଟ୍ ଇଜ୍ ଅଲସୋ ଫାୟାର ଏଲିମେଣ୍ଟର ଟ୍ରିଟମେଣ୍ଟ। ତେଣୁ ସେଥିପାଇଁ ଆମକୁ ଦେଖିବା ପାଇଁ ପଡ଼ିବ ଯେ ଆମେ ଆମ ଚକ୍ର ଗୁଡ଼ାକୁ କେମିତି ବେଶୀ ବାଲାନ୍ସ କରିବା, କେମିତି ବେଶୀ ଅଧିକ ହିଲ୍ କରିବା, ଚକ୍ର ଗୁଡ଼ାକୁ ଅଧିକ ହିଲ୍ କରିବା, ଅଧିକ ବାଲାନ୍ସ କରିବା। ଏବଂ ସେଇଟା ହେଉଛି ଆକ୍ଚୁଆଲି ରୁଟ୍ କଜ୍ ଅଫ୍ ଟ୍ରିଟମେଣ୍ଟ। ଯେତେ ଆମେ ଭାବିବା ଯେ ଅଲଗା କ'ଣ ବାହାରୁ କିଛି ମେଡ଼ିସିନ ଖାଇଦେବା, ଭଲ କରିଦେବା। ଏବଂ ସେଠି ଗୋଟେ ବଡ଼ ଜିନିଷ ଆସିଲା ଯେ ଆପଣ ନିଜକୁ କେତେ ଆନାଲିସିସ୍ କରୁଛନ୍ତି। ଆମେ କ'ଣ କି ଆମର ନେଚର ଅଫ୍ ମାଇଣ୍ଡ ହେଉଛି ଯେ ଆମେ ବାହାର ଲୋକଙ୍କୁ ବହୁତ ଜାଣୁ, ହେଲା କି? ତ କେଉଁଠି ଗୋଟେ ଆପଣଙ୍କ ରିଲେଟିଭ୍ ବିଷୟରେ ମୁଁ ଯଦି କହିବି ଆପଣଙ୍କୁ କହିବା ପାଇଁ, ଆପଣ ତା'ର ଗୁଣ କୀର୍ତ୍ତନ ବହୁତ କିଛି କରିଦେବେ। ବା ଆପଣଙ୍କ ସାଙ୍ଗ କିଏ ଅଛି ବା କାହା ସହିତ ଗୋଟେ ଗଣ୍ଡଗୋଳ ହେଇଥିଲା ବା ପାଟିତୁଣ୍ଡ ହେଇଥିଲା, ଆପଣ ଯଦି କହିବେ ତା ବିଷୟରେ ଟିକେ କୁହ, ଆପଣ ବହୁତ କଥା ମୋତେ କହିବେ। କିନ୍ତୁ ଯଦି ମୁଁ କହିବି ଆପଣ ନିଜ ବିଷୟରେ କୁହନ୍ତୁ, ତ ସେଇଟା ହେଉଛି ଗୋଟେ ବଡ଼ ପ୍ରଶ୍ନ ଯେ ଆମେ ଆକ୍ଚୁଆଲି ଆମ ନିଜ ବିଷୟରେ ଜାଣିଛୁ ତ? ଆମେ ବହୁତ ବାହାର ଜିନିଷ ଜାଣିଛୁ। ସେ ନରେନ୍ଦ୍ର ମୋଦିଙ୍କ ବିଷୟରେ ଯଦି ମୁଁ କହିବି ଆପଣଙ୍କୁ କହିବା ପାଇଁ, ଆପଣମାନଙ୍କ ସମସ୍ତେ 10 ମିନିଟ୍ 15 ମିନିଟ୍ କହିଦେବେ, ହଁ ସେ ଏମିତି ଥିଲେ, ଏମିତି ଷ୍ଟ୍ରଗଲ୍ କରିଥିଲେ, ଏମିତି କରିକି ପ୍ରାଇମ୍ ମିନିଷ୍ଟର ହେଲେ। ବା ନବୀନ ପଟ୍ଟନାୟକ ହୁଅନ୍ତୁ, ଗୋଟେ ଆମେ କ'ଣ କି ବାହାର ଲୋକଙ୍କ ବିଷୟରେ ବହୁତ ଜିନିଷ ଜାଣିଛୁ। କଥା ହେଉଛି ମୁଁ ଯଦି ଆପଣମାନଙ୍କୁ କହିବି ଯେ ନିଜ ବିଷୟରେ କୁହନ୍ତୁ, ନିଜ ବିଷୟରେ 10 ମିନିଟ୍ 15 ମିନିଟ୍ କୁହନ୍ତୁ। ହ୍ୱାଟ୍ ଇଜ୍ ୟର୍ ଷ୍ଟ୍ରେଙ୍ଗଥ୍, ହ୍ୱାଟ୍ ଇଜ୍ ୟର୍ ୱିକନେସ୍, what is your emotional pattern, ହେଲା କି? And where in which situation your the negative emotions are getting activated or aggravated। ତେଣୁ ସବୁଠୁ ବଡ଼ ଜିନିଷ ଆସୁଛି ଯେ ପ୍ରଥମେ ଆମେ କିଛି ପ୍ରାକ୍ଟିସ୍ କରିବା ପୂର୍ବରୁ, କିଛି ଯୋଗ କରିବା ପୂର୍ବରୁ, ମେଡ଼ିଟେସନ୍ କରିବା ପୂର୍ବରୁ, ହିଲିଂ କରିବା ପୂର୍ବରୁ ବା ନିଜ ଚକ୍ର ହିଲିଂ ବା ଚକ୍ର ମେଡ଼ିଟେସନ୍ କରିବା ପୂର୍ବରୁ, ଯେଉଁଟାକୁ ତ ମୁଁ କରାଏ,
ଆମେ ନିଜକୁ ଚିହ୍ନିଛୁ କି, ନିଜକୁ ଜାଣିଛୁ କି, ନିଜର କେଉଁଠି ୱିକନେସ୍ ଅଛି। ମନେ କରନ୍ତୁ ଖାଦ୍ୟ ଆସିଗଲା, ପ୍ରଥମେ ଆସିଲା ଖାଦ୍ୟ, ଖାଦ୍ୟ ପ୍ୟାଟର୍ନରେ ଆପଣ ପ୍ରଥମେ ଦେଖିବା ଦରକାର ଯେ କେଉଁ କେଉଁ ଖାଦ୍ୟ ଯେଉଁଗୁଡ଼ିକ ମୋର ଖାଇବା କଥା ନୁହଁ କିନ୍ତୁ ମୋର ଦୁର୍ବଳତା ଅଛି, ଆଇ ହାଭ୍ ଏ ୱିକନେସ୍ ଫର୍ ଦ୍ୟାଟ୍ ଫୁଡ୍। ତ ତାକୁ ମୁଁ ପ୍ରଥମେ ହଟେଇବାର ଅଛି। ମୁଁ ପ୍ରଥମେ ତା ଉପରେ କାମ କରିବି ଯେ ମୋର ଯେଉଁ ଯେଉଁ ଜାଗାରେ ଦୁର୍ବଳତା ଅଛି ମୁଁ ତାକୁ ବ୍ରେକ୍ କରିବି, ହେଲା କି। ସେମିତି ଇମୋସନାଲ୍ ପାଟର୍ନ, କାହାର ଆଙ୍ଗର ଅଛି, କାହାର ସ୍ୟାଡନେସ୍ ହେଉଛି ଇମୋସନାଲ୍ ପାଟର୍ନ। ଇମୋସନାଲ୍ ପାଟର୍ନ ଆମ ସମସ୍ତଙ୍କର କିଛି ନା କିଛି ଅଛି, ହେଲା କି। କାହାର ଜେଲସି ହେଉଛି ଗୋଟେ ଇମୋସନାଲ୍ ପାଟର୍ନ, ସେ କିଛି କରେନି କିନ୍ତୁ ସବୁ କଥାରେ ତାର ଜେଲସି ଆସେ। ପଡ଼ୋଶୀ ଯଦି ନେବର୍ସ ମାନେ କିଛି ପାଣି ଟିକେ ପକାଇଦେଲେ ସାଙ୍ଗେ ସାଙ୍ଗେ ତାର ମୁଣ୍ଡ ଗରମ, ହେଲା କି। କେଉଁଠି ଫୁଲ କିଏ ଚୋରି କରିନେଲା ମୁଣ୍ଡ ଗରମ। ନାଇଁ ଆମର ତ ରାସ୍ତା ରାସ୍ତାରେ ସକାଳୁ ସକାଳୁ ଫୁଲ ତୋଳିବାର ଯେଉଁ କମ୍ପିଟିସନ୍, ଆଉ ଯଦି କିଏ ଗୋଟେ ପାଖ ତଳ ଘରୁ ଆସିକି ଆଉ ଗୋଟେ କିଛି ଇଏ କରିନେଲା ମାନେ ମାନେ ଲୋକର ମୁଣ୍ଡ ଖରାପ ଯେ ମୋ ଘରୁ ତଳୁ ଆସିକି ଯାଏ ଫୁଲ ନେଇଗଲା। ତେଣୁ କଥା ହେଉଛି ଯେ ଆମେ ଆମର ଇମୋସନାଲ୍ ପାଟର୍ନକୁ ଷ୍ଟଡି କରିବା ଜରୁରୀ, ଯେ କେଉଁ ଇମୋସନାଲ୍ ପାଟର୍ନ ସେଇଟା। ଏଇଟା ଗୋଟେ ମୁଁ ଆପଣମାନଙ୍କୁ ଟାସ୍କ ଦେଉଛି ଯେ ଆପଣ 24 ଆୱାର ଭିତରେ କେଉଁ କେଉଁ ପଜିଟିଭ୍ ଇମୋସନ୍ ଆପଣଙ୍କର ମ୍ୟାକ୍ସିମମ୍ ରହୁଛି ଆଉ କେଉଁ କେଉଁ ନେଗେଟିଭ୍ ଇମୋସନ୍ ଆପଣଙ୍କର ମ୍ୟାକ୍ସିମମ୍ ରହୁଛି, ଯେଉଁଟାକି ତାର ଗୋଟେ ଟାସ୍କ ରହିବ। ଆପଣ ନିଜେ ସେଇଟା ଗୋଟେ ମାନେ ଗୋଟେ ଟେବୁଲ୍ କରିପାରିବେ ଯେ 6 AM ଆପଣ ଉଠିଲେ, 6 AMରେ ଆପଣଙ୍କର ଇମୋସନାଲ୍ ପାଟର୍ନ କ'ଣ, ଆଣ୍ଡ ଏଭ୍ରି ଆୱାର 7 AM 8 AM 9 AM ଗୋଟେ 18 ଆୱାର ବା 17 ଆୱାରର ଗୋଟେ ଆପଣ ଗୋଟେ ଟେବୁଲ୍ କରନ୍ତୁ, ହେଲା କି। ଗୋଟେ ଟେବୁଲ୍ କରନ୍ତୁ ଏବଂ ସେଥିରେ ଆପଣ ନିଜର ଇମୋସନାଲ୍ ପାଟର୍ନଟାକୁ ଷ୍ଟଡି କରନ୍ତୁ ଯେ କେଉଁ ଟାଇମ୍ରେ ମୋ ମାଇଣ୍ଡରେ କେଉଁ ଥଟ୍ ଆସୁଛି, କେଉଁ ପ୍ରକାର ନେଗେଟିଭ୍ ଇମୋସନ୍ ଆସୁଛି କି ପଜିଟିଭ୍ ଇମୋସନ୍ ଆସୁଛି। ପଜିଟିଭ୍ ଇମୋସନ୍ ଆସିଲା କ'ଣ ନା ମୋଟିଭେଟେଡ଼୍ ରହିବା, ଜୟ ରହିବା, ହାପି ରହିବା, ଲଭ୍ ଫିଲିଙ୍ଗସ୍ ଆସିବା, ଏସବୁ ଆସିଲା ପଜିଟିଭ୍ ଇମୋସନ୍। ନେଗେଟିଭ୍ ଇମୋସନ୍ ଆସିଲା ଆପଣଙ୍କର ଇଗୋ ଆସିବା, ଆପଣଙ୍କର ଆଙ୍ଗର ଆସିବା, ଆପଣଙ୍କର ଜେଲସି ଆସିବା, ଆପଣଙ୍କର ସ୍ୟାଡନେସ୍ ଆସିବା, ଆପଣଙ୍କର ଫ୍ରଷ୍ଟ୍ରେସନ୍ ଆସିବା, ଡିପ୍ରେସନ୍ ଆସିବା, ଏସବୁ ଆସିଲା ନେଗେଟିଭ୍ ଇମୋସନ୍ ପାଟର୍ନ। ସୋ ପ୍ରଥମେ ଟାସ୍କ ରହୁଛି ଯେ ପ୍ରଥମେ ନିଜେ କିଛି ସାଧନା କରିବା ପୂର୍ବରୁ ନିଜକୁ ଷ୍ଟଡି କରିବା ଜରୁରୀ। ଯେମିତି ଗୋଟେ ପିଲା ଗୋଟେ ପରୀକ୍ଷାରେ କ୍ଲିକ୍ କରିବା ପୂର୍ବରୁ ସେ ଜାଣି ରଖେ ଯେ ତାର ୱିକନେସ୍ କେଉଁଠି, କେଉଁ ସବଜେକ୍ଟରେ ତାର ୱିକ୍ ଅଛି, ହେଲା କି। ମନେକର ଜଣେ ଫିଜିକ୍ସରେ ୱିକ୍ ଅଛି ତ ସେ ଫିଜିକ୍ସରେ ଅଧିକ ଏମ୍ଫାସିସ୍ ଦେଲେ ତାର ଭଲ ର୍ୟାଙ୍କଟା ଆସିବ। ଜଣେ ମ୍ୟାଥମେଟିକ୍ସରେ ୱିକ୍ ଅଛି, ସେ ମ୍ୟାଥମେଟିକ୍ସରେ ଅଧିକ ଏମ୍ଫାସିସ୍ ଦେଲେ ସେ ଭଲ ର୍ୟାଙ୍କଟା ରଖିବ। ସେମିତି ଆପଣମାନଙ୍କ ପାଇଁ ଗୋଟେ ବଡ଼ ଜିନିଷ ରହୁଛି ଯେ ଆପଣ ଆପଣଙ୍କର ଇମୋସନାଲ୍ ପାଟର୍ନକୁ ପ୍ରଥମେ ଷ୍ଟଡି କରନ୍ତୁ। ଇମୋସନାଲ୍ ପାଟର୍ନ ଦେଖନ୍ତୁ କେଉଁ କେଉଁ ଇମୋସନ୍ ଆପଣଙ୍କୁ ଟ୍ରିଗର୍ କରୁଛି। ମୁଁ ଯେଉଁଟା କହିଲି ଯେ ଆକ୍ଚୁଆଲି କି ଆପଣଙ୍କୁ କେହି ରଗାଏନି, ଆପଣ ରାଗନ୍ତିରେ କାହିଁକିନା ରାଗ ଏଲିମେଣ୍ଟଟା ଆପଣଙ୍କ ଭିତରେ ଅଛି। ଆଙ୍ଗର ଏଲିମେଣ୍ଟ ଇଜ୍ ଇନସାଇଡ୍ ୟୁ, ଦ୍ୟାଟ୍ ଇଜ୍ ଟ୍ରିଗର୍ଡ ବାଇ ଦ ସିଚୁଏସନ୍। ସେମିତି ଦୁଃଖ ବା ସ୍ୟାଡନେସ୍ ବା ଫିଲିଂ ଲୋ, ସେଇଟା ଆପଣଙ୍କ ନେଚର ଅଫ୍ ୟର୍ ମାଇଣ୍ଡ, ଦ୍ୟାଟ୍ ଇଜ୍ ଆଗ୍ରାଭେଟେଡ୍ ବାଇ ଏ ସିଚୁଏସନ୍ ବଟ୍ ଦ୍ୟାଟ୍ ଇଜ୍ ଟ୍ରିଗର୍ଡ ବାଇ ଏ ସିଚୁଏସନ୍। ଗୋଟେ ସିଚୁଏସନ୍ ହେଲା ଆପଣ କିଏ ଗୋଟେ କ'ଣ କହିଦେଲେ ଆପଣ ସାଙ୍ଗେ ସାଙ୍ଗେ ଦୁଃଖ ହେଇଯାଏ। ଯେମିତି ମୋ ବ୍ୟକ୍ତିଗତ କଥା ଯଦି କହିମି ଯେ ମୋର ଦୁଇଟା ନେଗେଟିଭ୍ ଇମୋସନ୍ ପାଟର୍ନ ଥିଲା, ଗୋଟେ ହେଉଛି ଆଙ୍ଗର ଆଉ ଗୋଟେ ସ୍ୟାଡନେସ୍। ବିନା କାରଣରେ ମୁଁ ବହୁତ ସମୟରେ ଦୁଃଖୀ ହେଇଯାଏ ଆଉ ବିନା କାରଣରେ ମଧ୍ୟ ବହୁତ ଜୋରରେ ରାଗିଯାଏ। ଯେତେବେଳେ ଏଇସବୁ ଜିନିଷ ମୁଁ ପ୍ରାକ୍ଟିସ୍ କରୁନଥିଲି, କିନ୍ତୁ ଧୀରେ ଧୀରେ ଯେତେବେଳେ ମୁଁ ୟା ଭିତରେ ପଶିଲି, ହୋଲିଷ୍ଟିକ୍ ଇଏ ଉପରେ ବହୁତ ରିସର୍ଚ୍ଚ କଲି, ପ୍ରାଣିକ ହିଲିଂ ଉପରେ କାମ କଲି ଏବଂ ହିପୋନୋପ ହିଲିଂ, ଲ ଅଫ୍ ଆଟ୍ରାକ୍ସନ୍, ମାନିଫେଷ୍ଟେସନ୍, ୟା ଉପରେ ମୁଁ ବହୁତ ଗୁଡ଼ାଏ ମେଣ୍ଟର୍ସକୁ ସବୁ ଶିଖିଲି। ଶିଖିଲା ପରେ ମୁଁ ଦେଖିଲି ନାଇଁ ଇଟ୍ ଇଜ୍ ଏଭ୍ରିଥିଙ୍ଗ ୱିଲ୍ ବି ଚେଞ୍ଜ ହ୍ୱେନ୍ ୟୁ ନୋ ୟୋର୍ ପ୍ରୋବ୍ଲେମ୍। ତୁମର ପ୍ରୋବ୍ଲେମ୍ କେଉଁଠି ଅଛି ତ ଯଦି ତୁମେ ନିଜେ ନ ଜାଣିପାରିବ ତୁମେ ଚେଞ୍ଜ କାହାକୁ କରିବ। ଏବଂ ଯଦି ଆପଣ ନିଜେ ଇମୋସନାଲ୍ ପାଟର୍ନ ଉପରେ କାମ କରୁନାହାନ୍ତି, ନିଜର କେଉଁଠି ୱିକନେସ୍ ରହିଛି ଲାଇଫଷ୍ଟାଇଲ୍ ପ୍ୟାଟର୍ନରେ, ସେଇଟା ଯଦି ଆପଣ ନିଜେ କାମ କରିବେନି ତ ଆପଣଙ୍କୁ ଯେତେ ମୁଁ ପ୍ରାକ୍ଟିସ୍ କରେଇଲେ ବି କିଛି ଲାଭ ହେବ ନାହିଁ ବା ନିଜେ କଲେ ମଧ୍ୟ ହେବନି। ପ୍ରଥମେ ନିଜକୁ ଚିହ୍ନିବା ଦରକାର ଯେ ମୁଁ କ'ଣ, ମୋର ନେଚର ଅଫ୍ ମାଇଣ୍ଡ କ'ଣ, ମୋର ଫିଜିକାଲ୍ ପ୍ୟାଟର୍ନ କ'ଣ, ମୋର ଲାଇଫଷ୍ଟାଇଲ୍ ପ୍ୟାଟର୍ନ କ'ଣ, ମୋର ଡାଏଟ୍ ପ୍ୟାଟର୍ନ କ'ଣ, ହେଲା କି। ସୋ ମୁଁ ଜାଣି ରଖିବା ଦରକାର ଯେ ମୁଁ ଯେଉଁ ପ୍ରୋଟୋକଲ୍ ଶିଖୁଛି ସେ ପ୍ରୋଟୋକଲ୍ଟା ମୁଁ ଫଲୋ କରିପାରୁଛି କି ନାହିଁ। ଯଦି କରିପାରୁନି କାହିଁକି କରିପାରୁନି। ଆମେ ସାଧାରଣତଃ ଟ୍ରେନିଂ ଦେଇ ପଠାଇ ଦେଉ ଯେ 16 ଘଣ୍ଟା ଫାଷ୍ଟିଂ ରହିବ, 8 ଘଣ୍ଟା ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବେ, କିନ୍ତୁ ପ୍ରାକ୍ଟିକାଲି ଦେଖୁଛି ବହୁତ ଜଣ କରିପାରନ୍ତି ନାହିଁ। କାହିଁକିନା ସେମାନେ ତା ଉପରେ କାମ କରନ୍ତିନି। ସେ ଭାବନ୍ତି ଯେ ଗୋଟେ 5 ଦିନିଆ ପ୍ରୋଗ୍ରାମ୍ ଜଏନ୍ କରିଦେଲେ କିଛି ସେମିତି ହେବନି ବା କିଛି କ୍ଲାସେସ୍ ଜଏନ୍ କରିଦେଲେ ଆପଣଙ୍କ ଲାଇଫରେ ବେଶୀ କିଛି ଉନ୍ନତି ହେବନି। ଅନଲେସ୍ ୟୁ ଆର୍ ୱାର୍କିଂ ଅନ୍ ୟର୍ ସେଲ୍ଫ, ଆପଣଙ୍କୁ ନିଜ ଉପରେ କାମ କରିବା ପାଇଁ ପଡ଼ିବ। ତ ସେଥିପାଇଁ ଦୁଇଟା ଟାସ୍କ ରହିବ
गोटे हूँ आपणकर जो फूड पैटर्न है कि गोटे फूड पैटर्न कौ खाद्य आपको भल लगे कौ खाद्य भल लगे ना एवं कौगुड़ा आप खाଇବା କଥା नुह कि भल लगे एवं ताकू केमिति आप कंट्रोल करेंगे ता उपरे निजे ताकू गोटे नोट करेंगे नोट करके ग्रुप रे शेयर करेंगे एवं आउ गोटे इंपोर्टाट टास्क रहा इमोशनल पैटर्न आपंकर इमोशनल पैटर्न जदि आप निजे न जानवे ताकू ब्रेक करें थरे पैटर्न आप जानतु तापर तार पैटर्न ब्रेक टेक्निक अच्छे मन करते आप पैटर्न एंगर आसला तो एंगर है यू हैव टू हिल मोर योर अनाहत चक्र जेलेसी आसला ये अनाहत चक्र को आपको हिलिंग करने पड़ो कंपासनेट प्रैक्टिस करने पड़ो है कि मन करते आप सैडनेस अधिक आसला गोटे लो मूड आसला देन यू हैव टू हिल मणिपुर चक्र आपको मणिपुर फायर एलिमेंट को एक्टिवेट करने पड़ो तो कौ इमोशनल पैटर्न रे आपन को कोटा आपन को करने पड़ो सेटा मु आपन गाइड करें बट यू हैव टू स्टडी योरसेल्फ योर इमोशनल पैटर्न है कि तेणु आमर जो चक्र अच्छे लोअर चक्र बेसिकली जो लोअर चार्टा चक्र अच्छे आमर मणि अनाहत चक्र स्वाधिष्ठान चक्र आउ मणिपुर चक्र आउ अनाहत चक्र तो चार्टा चक्र आमर हिलिंग बहुत दरकार टू बी डिजीज फ्री एवं आमर इमोशनल पैटर्न को आमको निजको स्टडी करवा दरकार निजको चिन्हवा दरकार निजर पैटर्न को जानिया दरकार जे बहुत समय स्लीपिंग पैटर्न मत देखू जे पेशेंट मानकर स्लीपिंग पैटर्न रे इश्यू थाए स्लीपिंग पैटर्न डिपेंड करछि आपनकर को वेव बेसी काम करछि जे अल्फा वेव जदि बेसी एक्टिवेट हेगला आपनको निद आसीबनी बीटा वेव जदि बेसी एक्टिवेट हेगला निद टिके आसीबो किंतु भांगी जीवो डेल्टा वेव जदि एक्टिवेट हेला तन यू गो टू द डीप स्लीप नॉर्मली मेडिटेशन आम जो करो से डेल्टा वेवटा एक्टिवेट हुए डेल्टा वेव को आम एक्टिवेट कर जोटा डीप स्लीप आपन को नब बेसी आप मेडिटेशन प्रैक्टिस कले विल गो टू ए डेल्टा लेवल तो से गुड़ यही सब जिनस रहा तो बर्तमान कथा होचे आपण निज उपर काम करते कौ जगह आप अटकुंट बहुत समय प्रोक्रेस्टिनेशन आसे लेजिनेस आसे जे मु जोग करिविनी बा मु बहुत समय कौन हो किसी दिन प्रैक्टिस कलापर जब ब्रेक थरे हो गला से ब्रेकटा बहुत समय जो प्रैक्टिस कलापर ब्रेक जिते हो जाए मन करतु आपण एबे आसिले 15 दिन खंडे आपण जोग कले तापर हठात कि आपंकर कोटी बाहर को जीवाई पड़ला 5 दिन आपंकर जो जोग बंद करदेले से 5 दिन पर आप चाहूबे करने थोड़े ब्रेक हो गला आउ थे से रिस्टार्ट हुए ना बहुत समय आम से देखीचु पेसेंट मानकर एवं मो निजे देखीचु निजे जो आम किसी ट्रेनिंग नौ हठात गोटे चली कंटिन्यूअसली हठात कि ब्रेक हो गला रिज्यूम करवा रिस्टार्ट करवा यहाँ एत पॉसिबल हुए ना तो से आपण मैंने रिस्टार्ट उपर गुरुत्व देवे मन करतु आपंकर 5 दिन ब्रेक हो गला स्टिल देन यू स्टार्ट जो कि आम लाइव जोग सेसन रखुचु सो दैट किसी ना आप खाली यूट्यूबटा क्लिक करार अच्छी बा तार रेकर्डिंग एभेलेबल रोचे यूट्यूब आप पछरे जा देखिपारे मन करतु 6:30 आप जॉइन करना यू कैन ऑल्सो डू दैट सेम पैटर्न ऑफ एक्सरसाइजेस एंड आसनस एट 7 PM ऑल्सो बाई चान्स आप देखु देखु आप इंटरनेट कटिगला कनेक्टिविटी इश्यू रहा बट दैट द रिकॉर्डिंग विल बी एवेलेबल तो से बड़ जिनस रोचे आम निज उपर काम करवा निजर कौटी वीकनेस अच्छी बहुत लोग बहुत प्रोएक्टिव था किंतु भूली जाती बहुत जन किसी भूलती मन रखी था सब जिन कौन करेंगे कि लेजिनेस थाए है कि तेणु आम निजक फोकस करवा निजक स्टडी करवा निजर भितर कौन कौन वीकनेस अच्छी काढ़ा और ता उपर आम कम करवा आम बेसी बाहर दुनिया कौन चलुची फोकस करवा ना जदि जिते आम बाहर दुनिया को फोकस करवा सेते आमर एनर्जी लॉस हम बिकज वी आर वेस्टिंग आवर एनर्जी ऑन अननेसेसरी थिंग्स किए कौन कहला किए कौन खाइला न्यूज रे कौन देखला पेपर रे कौन आसला रेदर देन विल फोकस ऑन आवर ओन बिजनेस ओन माइंड नेचर ऑफ आवर माइंड वीकनेस ऑफ आवर फिजिकल ये लिमिटेशन को जगह मोर फिजिकल लिमिटेशन अच्छी ता ऊपर मु काम करेबी हेले को आसन मु करि पारुछि को आसन करि पारनि जो जो आसन मु करूछि से आसन गुडा को केते थर प्रैक्टिस करछि मिनिमम मु कहूछि जो आसन गुडा को आपण 3 थर निहाती प्रैक्टिस करिवे हेले कि 3 थर परे
ଯଦି ଆପଣ ପାରୁଛନ୍ତି, ଯଦି ବି ଆପଣଙ୍କ ଲିମିଟେସନ୍ ରହୁଛି, ତ ଯେଉଁ ଦୁଇ ତିନିଟା ବି କରୁଛନ୍ତି ତାକୁ 5 ଥର କରିବେ ହେଲେ। ଏବଂ ସବୁବେଳେ ମନେ ରଖିବେ ଯେ ଯୋଗ ବା ଆସନର ଗୋଟାଏ ଉଦ୍ଦେଶ୍ୟ ସେଇଟା ହେଉଛି ଆପଣଙ୍କର ବ୍ରିଦିଂକୁ କଣ୍ଟ୍ରୋଲ କରିବା ଆଉ ସ୍ପାଇନ୍କୁ ଆକ୍ଟିଭେଟ୍ କରିବା। ଯଦି ସ୍ପାଇନ୍ ମୁଭମେଣ୍ଟ ଆପଣଙ୍କର ଆସନରେ ହେଉନି, ତାହେଲେ ସେ ଯୋଗର କିଛି ମତଲବ ହିଁ ନାହିଁ। ମନେ କରନ୍ତୁ ମୁଁ ଆପଣଙ୍କୁ ଯେଉଁ ମଣ୍ଡୁକାସନ କରେଇଲି ବା ଆପଣଙ୍କୁ ପର୍ବତାସନ କରେଇଲି ବା ଯୋଗ ମୁଦ୍ରା କରେଇଲି, ସବୁର ଗୋଟେ ବା ବେଣ୍ଡିଂ ଏକ୍ସରସାଇଜ, ଆଜି ତ ଗୋଟାଏ ବେଣ୍ଡିଂ ଏକ୍ସରସାଇଜ କରାହେଲା ହେଲା କି। ତ ଏ ବେଣ୍ଡିଂ ଏକ୍ସରସାଇଜ ଯେଉଁ ବି ଆଜି ବି କରାହେଲା, ଆପଣ ତାକୁ ଖାଲି ଦେଖିକି କରନ୍ତୁ ଏବଂ ସେଥିରେ ସ୍ପାଇନ୍କୁ ଆମକୁ ଆକ୍ଟିଭେଟ୍ କରିବାର ଅଛି, ଆମ ସ୍ପାଇନ୍ ଉପରେ କାମ କରିବାର ଅଛି। ଏଇଟା ଗୋଟାଏ ଜିନିଷ, ଆମକୁ ଯୋଗର ଗୋଟାଏ ଉଦ୍ଦେଶ୍ୟ ଯେ ସ୍ପାଇନ୍ କେମିତି ଷ୍ଟ୍ରଙ୍ଗ ହେବ। ତେଣୁ ଯଦି ସ୍ପାଇନ୍ ଆପଣ ବେଣ୍ଡ ହିଁ କରିବେନି ବା ଯେଉଁ ପ୍ରୋସେସ୍ରେ କରିବା କଥା କରିବେନି, ତାହେଲେ ଆପଣ ଯୋଗ ତାପରେ ଯେଉଁ ମେଡ଼ିଟେସନ୍ ତାର କିଛି ମଧ୍ୟ ଫଳ ପାଇବେ ନାହିଁ ବା ଯୋଗର ମଧ୍ୟ କିଛି ବେନିଫିଟ୍ ପାଇବେ ନାହିଁ। ୟୁ ହ୍ୟାଭ୍ ଟୁ ୱାର୍କ ଅନ୍ ସ୍ପାଇନ୍। ଆପଣ ଯଦି ବେସିକାଲି ବି ଦେଖିବେ ସୂର୍ଯ୍ୟ ନମସ୍କାର, ଯେଉଁଟାକି ସବୁଠୁ କହନ୍ତି ସବୁଠୁ ବେଷ୍ଟ, ଯଦି କିଛି କରିପାରୁନାହାନ୍ତି ୟୁ ଡୁ ସୂର୍ଯ୍ୟ ନମସ୍କାର। ବଟ୍ ସୂର୍ଯ୍ୟ ନମସ୍କାର ବେସିକ୍ ଜିନିଷ କ'ଣ, ତ ସ୍ପାଇନ୍ ଉପରେ ହିଁ ସବୁ ପୋଜ୍ ଅଛି। ଯେଉଁ 1 to 10 ପୋଜ୍ ସୂର୍ଯ୍ୟ ନମସ୍କାରର ବେସିକାଲି ସେଇଟା ଆପଣ ସ୍ପାଇନ୍କୁ ହିଁ ଆକ୍ଟିଭେଟ୍ କରିବା ପାଇଁ, ଆଉ କିଛି ନାହିଁ। ତେଣୁ ଆପଣ ବି ଯଦି ବି କିଛି କରିପାରୁନି, ୟୁ ଡୁ ସୂର୍ଯ୍ୟ ନମସ୍କାର ଫର୍ 10 to 15 times, ୟୁ ୱିଲ୍ ଗେଟ୍ ଦ ରେଜଲ୍ଟ। ବଟ୍ ଦ୍ୟାଟ୍ ସୁଡ୍ ବି ସ୍ଲୋଲି ଷ୍ଟେଡିଲି ଆଣ୍ଡ ୱିଥ୍ ବ୍ରିଦିଂ, ବ୍ରିଥ୍ କଣ୍ଟ୍ରୋଲ କରିକି ତାକୁ ଆମେ କରିବା। ଏବଂ ଆଉ ଗୋଟେ ଜିନିଷ ରହିଲା ଯେ ଯୋଗ କରିବା ସମୟରେ ବହୁତ ସମୟରେ ପେସେଣ୍ଟ ଡାଉଟ୍ ରହେ, ସାର୍ ବ୍ରିଦିଂ କଣ୍ଟ୍ରୋଲ ଆମେ କେମିତି କରିବୁ। ତ ଗୋଟାଏ ଜିନିଷ, ଗୋଟାଏ ପ୍ରିନ୍ସିପଲ୍ ସବୁବେଳେ ମନେ ରଖିବେ, ବେସିକ୍ ଜିନିଷ, ଯେତେବେଳେ ଆମର ଆବ୍ଡୋମେନ୍ କମ୍ପ୍ରେସ୍ ହେବ, ୱି ହ୍ୟାଭ୍ ଟୁ ବି ଶୂନ୍ୟକ, ଏବଂ ଯେତେବେଳେ ଆମର ଆବ୍ଡୋମେନ୍ ସିଧା ରହୁଛି, ୱି ହ୍ୟାଭ୍ ଟୁ ବି ପୂରକ। ଦ୍ୟାଟ୍ ମିନ୍ସ ୱି ହ୍ୟାଭ୍ ଟୁ ବ୍ରିଦ୍ ଇନ୍। ଯେତେବେଳେ ଆମର ଆବ୍ଡୋମେନ୍ କମ୍ପ୍ରେସ୍ ହେଉଛି ବା ଆବ୍ଡୋମେନ୍ ଚାପି ଯାଉଛି, ସେତେବେଳେ ଆମକୁ ପୁରା ଶୂନ୍ୟକ ଭାବେ, ପୁରା ନିଶ୍ୱାସ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେବାର ଅଛି। ସେଇଟା ମଣ୍ଡୁକାସନରେ ହେଉ ବା ଆପଣଙ୍କର ପର୍ବତାସନରେ ହେଉ ବା ଯୋଗ ମୁଦ୍ରାରେ ହେଉ ବା ପଶ୍ଚିମୋତ୍ତାସନ ହେଉ, ଯେଉଁ ଜାଗାରେ ବି ଆମର ଆବ୍ଡୋମେନ୍ କମ୍ପ୍ରେସ୍ ହେଲା ମାତ୍ରେ ଆମକୁ ତାକୁ ପେଟକୁ ପୁରା ଖାଲି କରିଦେବାର ଅଛି। ଏ ଗୋଟାଏ ପ୍ରିନ୍ସିପଲ୍ରେ ଆପଣଙ୍କର ସବୁ ଆସନ ଠିକ୍ ଠିକ୍ ବ୍ରିଦିଂ ପ୍ୟାଟର୍ନରେ ହେଇଯିବ। ସୂର୍ଯ୍ୟ ନମସ୍କାରରେ ମଧ୍ୟ ସେମ୍ ପଜିସନ୍, ଯେ ଆପଣଙ୍କର ଯେଉଁ ପଜିସନ୍ରେ ଆପଣଙ୍କର ଆବ୍ଡୋମେନ୍ କମ୍ପ୍ରେସ୍ ହେଲା, ସେ ସମୟରେ ଆପଣ ଶୂନ୍ୟକ ହେବାର ଅଛି, ଏବଂ ଯେଉଁ ସମୟରେ ଆବ୍ଡୋମେନ୍ ଷ୍ଟ୍ରେଚ୍ ହେଲା, ସେ ସମୟରେ ଆପଣଙ୍କୁ ପୂରକ କରିବାର ଅଛି ବା ବ୍ରିଦ୍ ଇନ୍ କରିବାର ଅଛି। ସୋ ଇଏ ହେଉଛି ଆଜିକାଲି ମୋର ଆଜିର ଯେଉଁ ମୁଁ ଭାବିଥିଲି ଯେଉଁ ଟପିକ୍ କହିବା ପାଇଁ, ଆଜି ହେଉଛି ସେଇ ଟପିକ୍ରେ ମୁଁ ଟିକେ ଟିକେ କଭର୍ କଲି ଯେ ମୋର୍ ୟୁ ଫୋକସ୍ ଅନ୍ ୟର୍ ସେଲ୍ଫ। ନିଜ ଉପରେ ଆମକୁ କାମ କରିବାର ଅଛି, ନିଜର ଇମୋସନାଲ୍ ପାଟର୍ନ ଉପରେ କାମ କରିବାର ଅଛି, ଏବଂ ଆମର ଲୋୟର 3 and 4 ଚକ୍ରସ୍ ଦେଖିକି, ଯାହାର ବିଶେଷ କରି ଇମୋସନାଲ୍ ପାଟର୍ନ ବେଶୀ ନେଗେଟିଭ୍ ନୁହଁ ବା ଏୟାର ପ୍ରୋବ୍ଲେମ୍ କିଛି ନାହିଁ, ସେ ଅନାହତ ଚକ୍ର ଛାଡ଼ିପାରିବ, ବଟ୍ ଲୋୟର 3 ଚକ୍ରକୁ ଆମକୁ ଅଧିକ ହିଲ୍ କରାଇବାର ଅଛି। ତ ସେଥିପାଇଁ ମୁଁ ଯେତେବେଳେ ବେସିକ୍ ମେଡ଼ିଟେସନ୍ ଏଠି ମଧ୍ୟ କରେ, କେବଳ ମୂଳାଧାର ଚକ୍ରକୁ ହିଁ ଆମେ ବେଶୀ ଫୋକସ୍ ଦେଉ, ଅନ୍ୟ ଚକ୍ର ଆମର କାମ ହିଁ ନୁହଁ। ଆମେ ପ୍ରଥମେ ମୂଳାଧାର ଚକ୍ର ବା ଯେଉଁଟା ଆର୍ଥ ଏଲିମେଣ୍ଟ ଅଛି, ଯେଉଁଟା ବେସ୍ ଅଫ୍ ୟର୍ ସ୍ପାଇନ୍ରେ ଅଛି ରେଡ୍ କଲର୍, ତ ତାକୁ ହିଁ ଆମେ ଅଧିକ ହିଲିଂ କରାଇଥାଉ। ଏବଂ ହିଲିଂ ଆପଣ ନିଜେ କରିପାରିବେ ପଜିଟିଭ୍ ଆଫର୍ମେସନ୍ ନେଇକି। ଯାହା ବି ଡିଭାଇନ୍ ସିଗ୍ନାଲ୍ ଆପଣମାନେ ଜାଣିଛନ୍ତି, ସେ ଡିଭାଇନ୍ ସିଗ୍ନାଲ୍କୁ ଇନଭୋକ୍ କରିପାରିବେ। ଆପଣଙ୍କର ଗୁରୁ ବା ଇଷ୍ଟ ତାଙ୍କଠୁ ଏନର୍ଜି ଆଣିକି ଇନଭୋକ୍ କରିକି ଆପଣ ନିଜକୁ ମଧ୍ୟ ହିଲ୍ କରିପାରିବେ। ଏବଂ ଏବେ ମଧ୍ୟ ଆମେ ଯେଉଁ ଦେବୀଙ୍କ ପ୍ରେୟାରରେ ହିଲିଂ ମେଡ଼ିଟେସନ୍ କରାଇବା, ହେଲା କି, ସେଇଟା ମଧ୍ୟ ଗୋଟେ ବହୁତ ପାୱାରଫୁଲ୍ ମେଡ଼ିଟେସନ୍। ଆପଣଙ୍କର କ୍ୟାମ୍ପ ଟାଇମ୍ରେ ଥରେ ହେଇଥିଲା ଏବଂ ଆଜି ମଧ୍ୟ ସେ ମେଡ଼ିଟେସନ୍ କରାଇବା। ତ ବର୍ତ୍ତମାନ ମୋର ଯେଉଁ ଆଜି ଯେଉଁ ସ୍ମଲ୍ ଟପିକ୍ ଥିଲା, ସ୍ମଲ୍ ଟପିକ୍ଟା ଟିକେ ଆଜି କଭର୍ ହେଲା। ନେକ୍ସଟ ଆମେ ମଧ୍ୟ ଆହୁରି ଡାଏଟ୍ ଉପରେ ଗୁଡ଼ାଏ ଜିନିଷ କଭର୍ କରିବୁ। ବେସିକ୍ ଡାଏଟ୍ର ବେସିକ୍ କ୍ଲାସ୍ଟା ଟିକେ ନିଆଯିବ, ଯେ ଟାଇପ୍ ଅଫ୍ ଡାଏଟ୍ କ'ଣ କ'ଣ ଅଛି, ଆଣ୍ଡ ହାଉ ଟୁ କାଲକୁଲେଟ୍, ହାଉ ଟୁ ମେକ୍ ଏ ଡାଏଟ୍ ଚାର୍ଟ। ଡାଏଟ୍ ଚାର୍ଟ ଆମେ କେମିତି ନିଜର ବନେଇବା, ଆଉ କେମିତି ସବଷ୍ଟିଚ୍ୟୁଟ୍ କରିବା। ମନେ କରନ୍ତୁ ମୋତେ କାର୍ବୋହାଇଡ୍ରେଟ୍ ଭଲ ଲାଗୁଛି, ବା ତାକୁ ମୁଁ ସବଷ୍ଟିଚ୍ୟୁଟ୍ କରିକି କେତେ ଅଲଗା ପ୍ରୋଟିନ୍ ବା ଫ୍ୟାଟ୍ କେମିତି ଆଡ଼୍ କରିମି, ସେ ବିଷୟରେ ଆମେ ଟିକେ ଡିସ୍କସନ୍ ମଧ୍ୟ କରିବା। ଏବଂ ଆପଣ ନିଜେ ମଧ୍ୟ ଚାହିଁଲେ ଟିକେ କରିପାରିବେ। ମନେ କରନ୍ତୁ ଆପଣ ଯେଉଁ ଆପଣ ରାଇସ୍ ଖାଉଛନ୍ତି, ରାଇସ୍ଟାକୁ ସବଷ୍ଟିଚ୍ୟୁଟ୍ କରିବା, ତ ରାଇସ୍ ସବଷ୍ଟିଚ୍ୟୁଟ୍ ବଦଳରେ ଆପଣ ଗ୍ରୀନ୍ ସାଲାଡ଼ ରହିଲା, ପ୍ରୋଟିନ୍ ଟିକେ ରହିଲା। ତ ଏବଂ ତାକୁ ଆକ୍ଚୁଆଲି ସାଇଣ୍ଟିଫିକାଲି କେମିତି କରିବେ, ଯେଉଁଟାକି ଆମର ଯେଉଁ ଡାଏଟ୍ର ଯେଉଁ ଆସୋସିଏସନ୍ ବା ଡାଏଟ୍ର ଯେଉଁ ଆମର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ଅଛି, ସେମାନଙ୍କର କ'ଣ ରେକମେଣ୍ଡେସନ୍, ସେଟାକୁ ଆମେ ନେକ୍ସଟ ଟିକେ ଡିସ୍କସନ୍ କରିବା।
ତ ଆଜିର ଟପିକ୍ ସେୟା ଥିଲା ଯେ ଆମେ ନିଜ ଉପରେ କାମ କରିବା, ନିଜକୁ ଷ୍ଟଡି କରିବା, ନିଜର ପ୍ୟାଟର୍ନକୁ ଖୋଜିବା, ନିଜର ଇମୋସନାଲ୍ ପ୍ୟାଟର୍ନକୁ ଷ୍ଟଡି କରିବା ଏବଂ ନିଜର ଫିଜିକାଲ୍ ଲିମିଟେସନ୍ କେଉଁଠି ରହୁଛି ତା ଉପରେ କାମ କରିବା ଏବଂ ବହୁତ ସମୟରେ ଆମେ ଟିକେ ଲିଟଲ୍ ବିଟ୍ ଏକ୍ସରସାଇଜ କରିଦେଲେ ବା ଟିକେ ଦୌଡ଼ିଲେ ବା ଟିକେ ଯେଉଁ ଏରୋବିକ୍ ଏକ୍ସରସାଇଜ କଲେ ଆମର ମୁଡ୍ ଏଲିଭେସନ୍ ମଧ୍ୟ ହୁଏ। ସୋ ମୁଡ୍ ଏଲିଭେସନ୍ ବହୁତ ଜରୁରୀ। ଯଦି ଆପଣ କାହାର କିଛି ଖେଳିବାର ପ୍ରାକ୍ଟିସ୍ ଅଛି, ଯେ ଖେଳନ୍ତି କିଛି ବ୍ୟାଡ଼ମିଣ୍ଟନ ହଉ, ଭଲିବଲ ହଉ ବା ଏନି ପ୍ଲେ, ୟୁ ସୁଡ୍ ଷ୍ଟାର୍ଟ ଇଟ୍। ଖେଳଟା ଗୋଟେ ବହୁତ ବଡ଼ ଜିନିଷ ଯେଉଁଥିରେ ଫିଜିକାଲ୍ ଆକ୍ଟିଭିଟି ରହିବ, ମେଣ୍ଟାଲ୍ ଆକ୍ଟିଭିଟି ରହିବ, ମୁଡ୍ ବୁଷ୍ଟ ହେବ, ଇମ୍ୟୁନିଟି ବଢ଼ିବ। ଦ୍ୟାଟ୍ ଇଜ୍ ଭେରି ଭେରି ପାୱାରଫୁଲ୍ ଥିଙ୍ଗ। ଯଦି ପାରୁଛନ୍ତି, ଯଦି ପାରୁନାହାନ୍ତି ଏକ୍ସରସାଇଜ ମଧ୍ୟ ଗୁଡ୍ ଥିଙ୍ଗ। ମର୍ଣ୍ଣିଂରେ ଯୋଗ କଲେ, ଇଭିନିଂରେ ଟିକେ ଏକ୍ସରସାଇଜ କରିବେ, ତାମାନେ ସାଇକ୍ଲିଂ କରିବେ, ଜଗିଂ କରିବେ। ବିଶେଷ କରି ଏଇ ଦୁଇଟା ହେଉଛି ଡାଇବେଟିସ୍ ପାଇଁ ବଡ଼ ଏକ୍ସରସାଇଜେସ୍। ସୋ ଦିସ୍ ଇଜ୍ ଅଲ୍। ଆଉ ଯଦି ଆପଣମାନଙ୍କର କିଛି କ୍ୱେଶ୍ଚନ୍ ଅଛି ଆପଣ ବର୍ତ୍ତମାନ ନିଜକୁ ଅନମ୍ୟୁଟ୍ କରିକି ପଚାରି ପାରିବେ, ନହେଲେ ୱିଲ୍ ଗୋ ଫର୍ ଦ ମେଡ଼ିଟେସନ୍, ହିଲିଂ ମେଡ଼ିଟେସନ୍ ଆମେ କରିବା। ସୋ ଏନି କ୍ୱେଶ୍ଚନ୍, ଆପଣମାନଙ୍କ କାହାର କିଛି କ୍ୱେଶ୍ଚନ୍ ଅଛି, ୟୁ କ୍ୟାନ୍ ଆସ୍କ।